ସାଙ୍ଗମାନେ ମୁଁ ଏବେ ଆସିଥିଲି ବଗିଚାକୁ ଚାହା ଦେବା ପାଇଁ ବାପାଙ୍କୁ। ଆଉ ମୁଁ ଦେଖିକି ପୁରା ଡରିଗଲି। ଦେଖିବେ ଆପଣମାନେ, ମୁଁ ଦେଖାଉଛି ଆମ ପୋଖରୀ ଭିତରେ ଦେଖନ୍ତୁ କ'ଣ ଦେଖୁଛନ୍ତି, କେତେ ବଡ଼ ସାପଟା। ଦେଖନ୍ତୁ କେତେ ବଡ଼ ସାପଟା, ଜୁମ୍ କରି ଦେଖାଉଛି। ମାନେ ଦେଖନ୍ତୁ ତାର ମୁଣ୍ଡ ନାହିଁ, ତାକୁ ନେଉଳ ଖାଇ ଦେଇଛି ହେଲା। ନେଉଳ ପୁରା ମାରି ଦେଇଛି, ତା ମୁଣ୍ଡକୁ ଖାଇ ଦେଇଛି। ତାକୁ ମାରି ଦେଇଛି, ସେ ନା ହଲୁଛି ନା କିଛି ହେଉଛି। ମୁଁ ଦେଖିକି ବାପାଙ୍କୁ ଡାକିଲି। ବାପା ତାକୁ ଟେକା ହେରିକା ପକେଇଲେ ବି ସେ ଜମା ହଲଚଲ ହେଉନି। ତାମାନେ ସେ ମରିଯାଇଛି। ଆଉ ଦେଖିପାରୁଛନ୍ତି, ବୋलो ମୋତେ ଦେଖିକି ବହୁତ ଡର ଲାଗିଲାଣି। ସେ ବଞ୍ଚିନି, ତଥାପି ମୋତେ ଡର। ମୋତେ ସାପକୁ ଭାରି ଡର। ପୋଖରୀ ବି ଉପରେ କେମିତି ପଡ଼ିଛି, ତାକୁ ନେଉଳ ମାରି ଦେଇଛି। ଆମର ଏଠି ତ ନେଉଳ ଭର୍ତ୍ତି, ନେଉଳ ଯେତିକି ସାପ ବି ସେତିକି ଅଛନ୍ତି। ଆଉ ଦେଖନ୍ତୁ କେମିତି କେତେ ବଡ଼, ଏଇଟା ବୋଧେ ଢମଣା, ବାପା କହୁଛନ୍ତି ତ ଢମଣା। ମୁଁ ଜାଣିନି, ମୁଁ ସାପକୁ ତ ଚିହ୍ନି ପାରେନି। ଦେଖନ୍ତୁ କେତେ ବଡ଼ ସାପଟା, ଦେଖିଲେ ଡର ମାଡ଼ୁଛି। ଲେମ୍ବୁ ଗୁଡ଼ା ବି ଆମ ଗଛରୁ କେମିତି ସବୁ ଝଡ଼ିକି ତଳେ ପଡ଼ିଛି, ଦେଖୁଛନ୍ତି ତ। ପୋଖରୀରେ ମାଛ ଅଛନ୍ତି ନା, ଆଉ ସେଇଥିପାଇଁ ସେ ମାଛ ଖାଇବାକୁ ବୋଧେ ଆସିଛି। ଆଉ ଆସିଛି, ରାତିରେ ତାକୁ ନେଉଳ ମାରି ଦେଇଛି। ଆଉ ଦେଖନ୍ତୁ, ସେଇଥିପାଇଁ ବଗିଚାକୁ ଆସିଲେ ଟିକେ ଦେଖି ଚାହିଁକି ଆସିବାକୁ ପଡ଼େ। ପଡ଼ିଛି ସେଠି, ଦେଖନ୍ତୁ। ସକାଳର ଭିଉ ଆମ ବଗିଚାର। ଏଇଟା ଆମର ଗୋଟେ ଷ୍ଟୋର ରୁମ୍। ତା ଭିତରେ ସବୁ ରଖା ହୁଏ। ଆମର ଆଳୁ ମଞ୍ଜି ବି ପଳେଇ ଆସିଛି। ଆଳୁ ଲାଗିବ ଆଉ। ଯିବା ଘରକୁ। ଏଠି ସବୁ ଆମର କୁନି ଆଉ ମୁନି। ହେଲା କୁନି ଆଉ ମୁନି। ଭାରି ଦୁଷ୍ଟଟା, ସବୁବେଳେ ଦୁଷ୍ଟ। ଏଇଟା ଆମର ସୁନ୍ଦରୀଟା, ସୁନ୍ଦରୀ ସୁନ୍ଦରୀ। ଏ ଦେଖୁନ ଖାଇଯାଉଛି। ଧନ କ'ଣ ଦେଖିଲୁ?